ବୁଲା ଗାଈ ଓ କୁକୁରଙ୍କ ଆଶ୍ରୟସ୍ଥଳ ଯାତ୍ରୀ ବିଶ୍ରାମଗାର। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। କେଉଁଝର ଜିଲ୍ଲାର ବଡ଼ବିଲ ବସଷ୍ଟାଣ୍ଡଟି ଜିଲ୍ଲାର ଏକ ବ୍ୟସ୍ତବହୁଳ ବସଷ୍ଟାଣ୍ଡ ମଧ୍ୟରେ ଅନ୍ୟତମ। ପ୍ରତିଦିନ ଜିଲ୍ଲାର ବିଭିନ୍ନ ପ୍ରାନ୍ତକୁ ପ୍ରତି ମୁହୂର୍ତ୍ତରେ ଯାତ୍ରୀବାହୀ ବସ୍ ଯାତାୟାତ କରେ। ଏଥିସହିତ କଟକ, ଭୁବନେଶ୍ୱର, ବାରିପଦା, ରାଉରକେଲା, ବାଲେଶ୍ୱର, କୋଲକାତା ଆଦି ବଡ଼ ସହରକୁ ମଧ୍ୟ ରାତ୍ରିକାଳୀନ ବସ୍ ଚଳାଚଳ କରେ। ସକାଳ ସମୟରୁ ରାତି ପର୍ଯ୍ୟନ୍ତ ଏଠାରେ ଯାତ୍ରୀଙ୍କର ଗହଳ ଚହଳ ଲାଗି ରହିଥାଏ। ବଡ଼ବିଲ ବସଷ୍ଟାଣ୍ଡରେ ଥିବା ଦୁଇଟି ଯାତ୍ରୀ ବିଶ୍ରାମ ଗୃହ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଜଣାପଡ଼ିଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଯାତ୍ରୀ ବିଶ୍ରାମ ଗୃହଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏହା ଭିତରକୁ ଗଲେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିବା ଅଭିଯୋଗ ହେଉଛି। ତେଣୁ ବୁଲା ଗାଈ ଓ କୁକୁର ଏହା ଭିତରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ବସ୍ ଅପେକ୍ଷାରେ ଥିବା ଯାତ୍ରୀମାନେ ଏହା ଭିତରକୁ ନ ଯାଇ ବାଧ୍ୟ ହୋଇ ଦୋକାନ ବାରଣ୍ଡାରେ ଆଶ୍ରୟ ନେଉଥିବାର ଦେଖିବାକୁ ମିଳୁଛି। ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବି ହେଉଛି।